ସବୁ ଲୋକ ଆପଣଙ୍କୁ କହୁଥିବେ ବର୍ତ୍ତମାନ ଶୀତ ଦିନେ କ'ଣ କରିବ, କ'ଣ ନ କରିବୁ ତ କେହି କହନ୍ତିନି। ପ୍ରଥମ ଜିନିଷ ହେଲା ଛୁଆକୁ ନିବୁଜ ଘରକୁ ନେବେନି, ଯେଉଁଠି ବାୟୁ ଚଳାଚଳ କରୁଥିବ। ମାଡ଼ି ବସିକି ତାକୁ ଗୋଟେ ସ୍ୱେଟର ମୁଣ୍ଡ ପଟରୁ ଗଳେଇବେ, ନହେଲେ ଗୋଟେ ଜ୍ୟାକେଟ୍ ତା ଉପରେ ମାଡ଼ି ବସିକି ପିନ୍ଧିବେ। ଛୁଆ ଖାଲି ଭେଁ ଭେଁ ରଡ଼ି କାଟୁଥିବ, ମୁଁ ପିନ୍ଧିବି ନାହିଁ ଲୋ ବୋଉ, ମୋତେ ଛାଡ଼ିଦେ। ସଂକଳ୍ପ ଟିଭିର ପିଲାଙ୍କ ଡାକ୍ତର ଆପଣମାନେ ଦେଖୁଛନ୍ତି, ଶିଖୁଛନ୍ତି, ଛୁଆଙ୍କର ଯତ୍ନ ରଖୁଛନ୍ତି ଏବଂ ଛୁଆକୁ ନିରୋଗ ରଖୁଛନ୍ତି। ଜେଜେମା ଆଈ ଦେଖୁଛନ୍ତି, ମାଆମାନଙ୍କୁ ଉପଦେଶ ଦେଉଛନ୍ତି। ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆପଣଙ୍କର ମତାମତ ଦିଅନ୍ତୁ। ଯଦି କିଛି ପ୍ରଶ୍ନ ଅଛି ପଚାରନ୍ତୁ। ସବୁ ଲୋକ ଆପଣଙ୍କୁ କହୁଥିବେ ବର୍ତ୍ତମାନ ଶୀତ ଦିନେ କ'ଣ କରିବ, କ'ଣ ନ କରିବୁ ତ କେହି କହନ୍ତିନି, କେହି କହନ୍ତିନି। ତେଣୁ ଗାଁ ଗଣ୍ଡାରେ ଯିବେ, ଶୀତ ଦିନ ହେଲା କ୍ଷଣି ଜେଜେମା କ'ଣ କରିବ, ଗୋଟେ ଉମେଇରେ ନିଆଁ ରଡ଼ ରଖିକିରି ଆଣି ଥୋଇଦେବ। ପାର୍ଟି କିମ୍ବା ପିକନିକକୁ ଯାଇଥିବେ, ସେଠି ନିଆଁ ଜାଳିଦେବେ, ମଝିରେ ରଖିଦେବେ। ଆପଣ ଶୀତ ଦିନେ ଚାଲିଗଲେ ଗୋଟେ ହୋଟେଲକୁ ବା ରୁମ୍ ଆପଣଙ୍କର କୌଣସି ପାର୍ଟିକୁ କିମ୍ବା କୌଣସି ମିଟିଂକୁ, କୌଣସି ବାହାଘରକୁ, ତା ଭିତରଟା ଲୋକ ଗରମ କରିଛନ୍ତି ଚଳିଯିବ। କିନ୍ତୁ ଯେତେବେଳେ ବାହାରୁ ଆସିଛନ୍ତି, ଆପଣ ଶୀତ ଦିନ ପାଇଁ ରେଡ଼ି ହେଇକି ଆସିଛନ୍ତି, ପୁଅକୁ ପିନ୍ଧେଇ ଦେଇଛନ୍ତି ପ୍ରଥମ ଲେୟାରରେ କଟନ ଲୁଗା, ଦ୍ୱିତୀୟ ଲେୟାରରେ ପଶମ ଲୁଗା, ତୃତୀୟ ଲେୟାରରେ ଜ୍ୟାକେଟ୍। ୟାକୁ ପିନ୍ଧିକି ଛୁଆ ରାଜା ଭଳି ଭିତରକୁ ଚାଲି ଚାଲିକି ଗଲା। ସେ ଜାଗାରେ ପବନ ଯାଉନାହିଁ। ପବନ ନଗଲେ କ'ଣ ହେବ? ମନେ କରନ୍ତୁ ଆପଣଙ୍କ ଗାଡ଼ି, କାରରେ ଯାଉଛନ୍ତି, କାଚ ବନ୍ଦ କରିଦେଇଛନ୍ତି, ତା ଭିତରେ ନିବୁଜ। ଘରକୁ ଆସିଲେ ଘରରେ ସବୁ ଝରକା କବାଟ ବନ୍ଦ କରିଦେଇଛନ୍ତି, କାରଣ ଥଣ୍ଡା ପବନ ପଶିଗଲେ ଛୁଆକୁ କାଳେ ଅସୁବିଧା ହେବ, ତେଣୁ ବନ୍ଦ କରିଦେଲେ। ମନେ ରଖିଥାନ୍ତୁ, ନିବୁଜ ଜାଗା ଯେଉଁଠିକି ପବନ ଚଳାଚଳ କରେ ନାହିଁ, ସେଠି ଭୂତାଣୁ ବହୁତ ଜନ୍ମ ନିଏ। ତେଣୁ ଭାଇରାଲ ଫିଭର, ଭାଇରାଲ ରାଇନାଇଟିସ୍ ବା ନାକରୁ ପାଣି ଝରିବା, ସବୁ ଭାଇରାଲ ଡାଇରିଆ ସବୁ ସେଥିରେ ବେଶୀ ହେଇପାରିବ। ତେଣୁ ମନେ ରଖିଥାନ୍ତୁ, ଛୁଆକୁ ଏଭଳି ଜାଗାକୁ ନିଅନ୍ତୁ ଯେଉଁଠିକି ବାୟୁ ଚଳାଚଳ କରୁଥିବ କିନ୍ତୁ ଉଷୁମ ଥିବ। କହିବେ ଏଗୁଡ଼ା ତ ଅସମ୍ଭବ। ଛୁଆ ପଶିଗଲା ହୋଟେଲ ଭିତରକୁ, ବାହାରୁ ପିନ୍ଧିକି ଆସିଛି ପୁରା ସୁନ୍ଦର ଡ୍ରେସ୍ କୋଟ୍ ଫୋଟ୍ ପିନ୍ଧିକି ଆସିଛି, ଭିତରକୁ ଗଲା କ୍ଷଣି ଦେହରୁ ଝାଳ ବାହାରିଲା, କପାଳରୁ ଗମ ଗମ ହେଇ ଝାଳ ବାହାରିଲା। ବାପା କହିଲେ ଟିକେ ଖାଉନୁ ରେ ବାବୁ। ନା ମୋତେ ଖାଇବାକୁ ଇଚ୍ଛା ହେଉନି। କହିଲେ କାହିଁକି? ନା ମୋର ଝାଳ ବାହାରୁଛି। ଝାଳ ବାହାରିଲା କ୍ଷଣି କ'ଣ ହେଉଛି? ନା ଦେହ କୁଣ୍ଡେଇ ହେଉଛି। ଝାଳ ବାହାରିଲା କ୍ଷଣି ଆଉ କ'ଣ ହେଉଛି? ନା ଝାଳ ଦେହରେ ଲାଗିକି ରହିଲା, ଆପଣଙ୍କୁ ସ୍ୱେଟରରେ ଲାଗିକି ରହିଲା, ଫଙ୍ଗାଲ ଇନଫେକ୍ସନ୍ ହେବ। ଆଉ କ'ଣ ହେବ? ନା ଛୁଆକୁ ଖରାପ ଲାଗିବ, ଛୁଆ ମୋଟରୁ ଭଲ ଭାବରେ ବିଚରଣ କରିପାରିବ। ତେଣୁ ଗୋଟେ ଆଟମୋସ୍ଫିୟର ଚେଞ୍ଜ କଲା ବେଳକୁ ଯଦି ସେ ଆଟମୋସ୍ଫିୟର ଆପଣଙ୍କର ଗରମ ଅଛି, ତାହେଲେ ସ୍ୱେଟରଟିକୁ କାଢ଼ି ଦିଅନ୍ତୁ ବା ମଙ୍କି କ୍ୟାପ୍ଟିକୁ କାଢ଼ି ଦିଅନ୍ତୁ, ଛୁଆକୁ ଟିକେ ଶାନ୍ତିରେ ବସିବାକୁ ଦିଅନ୍ତୁ। ତେଣୁ ଏତକ କଲେ ଆପଣଙ୍କର କିଛି କ୍ଷତି ହେବ ନାହିଁ। ଆଉ ପବନ ଚଳାଚଳ ଥିବା ଜାଗାକୁ ଯାଆନ୍ତୁ। ସ୍କୁଲ ଯାଉଛି ବସ୍ରେ, ସେ କାଚ ବନ୍ଦ, କାରରେ ବୁଲୁଛି କାଚ ବନ୍ଦ, ଘରକୁ ଆସିଲା ଝରକା ବନ୍ଦ। ତେଣୁ ସବୁ ନିବୁଜ କୋଠରୀ ଭିତରେ ବା ଗୋଟେ ଗମ୍ବୁଜ ଘର ଭିତରେ ଛୁଆକୁ ଭର୍ତ୍ତି କରିଦେବା, ଯାହା ଛୁଆକୁ ଏଇ ଯେଉଁ ଗରମ ଜାଗାରେ ରଖିବା ସେୟା। ତେଣୁ ଏତକ କରନ୍ତୁ ନାହିଁ। ଶୀତ ଦିନ, ମା ଯାଇଛି ବାହାଘର, ମା ଯାଇଛି ବ୍ରତଘର, ଲୋକ ଆଣିକି ଖାଇବା ସାଙ୍ଗରେ ଖାଇବା ରଖିଲେ, ତା ପାଖରେ କ'ଣ ରଖିଦେଲେ? ଟିକେ ଆଇସ୍କ୍ରିମ୍ ରଖିଦେଲେ। ପ୍ରଥମରୁ ପଶିଲା ବେଳକୁ ଶୀତ ଦିନ, ଲୋକ ଟିକେ ସୁପ୍ ରଖିଦେଲେ, ଟିକେ ଚା ରଖିଦେଲେ ବା ଗରମ ଗରମ ପାନୀୟ ଟିକେ ରଖିଦେଲେ। ତେଣୁ ଗରମ ପାନୀୟ ବା ଥଣ୍ଡା ଖାଦ୍ୟ ଛୁଆମାନଙ୍କୁ ଦିଅନ୍ତୁ ନାହିଁ। ଦେଲେ କ'ଣ ହେବ? ଗରମ ପାନୀୟ ଦେଲେ ଜିଭରେ ଘା ହେଇଯିବ, ଛୁଆ ଆଉ ତାପରେ ପରେ ଖାଇପାରିବନି। ଛୁଆ ତ ଖାଇଦେବ, କାରଣ ଶୀତ ଲାଗୁଛି ବାହାରେ, ତାକୁ ଗୋଟେ ଧାରଣା ହେବ ଯଦି ମୁଁ ଗରମ ଗରମ ଟିକେ ସୁପ୍ ପିଇଦିଏ, ଗରମ ଗରମ ପରିବା ଝୋଳ ଖାଇଦିଏ, ଗରମ ଗରମ ଖାଦ୍ୟ ଖାଇଦିଏ, ମୋ ଦେହଟା ଗରମ ହେଇଯିବ। କିନ୍ତୁ ଭୁଲ। ଛୁଆ ଯେଭଳି ଭାବରେ ଖାଇପାରିବ ସେମିତି ଭାବରେ ଦିଅନ୍ତୁ। ଅତ୍ୟଧିକ ଗରମ, ଅତ୍ୟଧିକ ଥଣ୍ଡା ଖାଦ୍ୟ ଦିଅନ୍ତୁ ନାହିଁ। ଦେଲେ ଛୁଆ ମୋଟରୁ ଖାଇବନି ଏବଂ ଛୁଆର କ୍ଷତି ହେବ। ତେଣୁ ପ୍ରଥମ ଜିନିଷ ହେଲା ଛୁଆକୁ ନିବୁଜ ଘରକୁ ନେବେନି, ଯେଉଁଠି ବାୟୁ ଚଳାଚଳ କରୁଥିବ। ଆଉ ଥଣ୍ଡା ଯେଉଁଟାକୁ ଛୁଆ ସମ୍ଭାଳି ପାରିବ, ଗରମ ଯେତିକି ଛୁଆ ସମ୍ଭାଳି ପାରିବ, ସେଇଭଳିଆ ଖାଦ୍ୟ ଦିଅନ୍ତୁ। ଓଭର ଡ୍ରେସିଂ, ମୁଁ ଦେଖିଛି
बापा माँ छुआ को गोटाए स्वेटर पिंधे हाफ स्वेटर आउ ता ऊपर लुगा पिंधे कि देखले टे थंडा हो आसीगले माड़ी बसिकी गोटे स्वेटर मुंड पटू गलेबे ना गोटे जैकेट ता ऊपर माड़ी बसिक पिंधे छुआ खाली भें भें रडी कर मु पिंधि ना लो बो मत छाड़दे मु पिंधि ना लो माँ मत कष्ट होची कहीं शुणती ना तेणु छुआ देहरे छुआ को भल लगिला भली छुआ न कांदिला भली छुआ को आराम लगिला भली प्रथमटा हूँ नरम पोशाक पिंधे ता ऊपर पसंद पोशाक पिंधते जदि से छुआ उषुम रोचे ताहले अत्यधिक पोशाक पिंधातु नहीं अत्यधिक गरम करतु नहीं बिड़ी भाड़ी पकातु नहीं एवं छुआ को कंफर्टेबल रहिବାକୁ दिंतु ताहले छुआ खुशी रहिबो छुआ बाहर को जाउची खेलिबो खेलिला बेले मध्य ताकू खेलिला बेले जो कंफर्टेबल ड्रेस पिंधातु क्या खेलिला बेले देह गरम हो रक्त संचालन फल छुआ मध्य ठंडा सही पारिबो एवं ठंडा सहीबार क्षमता तार बढ़िबो शीत दिने नाकरू टिके पानी गड़िला टिके काश है बापा माँ आगुरी जाइछन्ति डाक्तर पाखक डाक्तर प्रेस्क्रिप्शन थुआई गड़ गड़ कि आखिरे देखा यही थंडा यहीटा देते डाक्तर को पचारिक आसते माँ प्रेस्क्रिप्शन जो सरी जाए डाक्तर को पचारे डाक्तर बाबू ये 1 नंबर औषधटा कौन पाई ना 1 नंबर औषधटा हूँ बांति 2 नंबर औषधटा कौन पाई 2 नंबर औषध हूँ इन्फेक्शन 3 नंबर औषधटा कौन पाई 3 नंबर औषध हूँ नाकरू पानी गड़ापी और काश माँ कहला अरे आउ कहीं डाक्तर पाख आसबि मु तो यही शिखीगली पुराना प्रेस्क्रिप्शन 8-10टा जानीदे मत तो MBBS डिग्री लगिगला तेणु निजे निजर कौन सी औषध खातु ना खाइले आप ठीक भाव में मात्रा देवे नहीं ठीक भाव में औषध देवे नहीं छुआर क्षति हेले कहीं पिठरे पड़े आपणा क्या इलाज क्या निजे देइछि औषध निजे भोग औषध तेणु छुआ को डाक्तर को न पचारि गोटे सिंगल मेडिसिन देवे नहीं आपण घर पाखे औषध दोकानी थे से कहे हाँ मु 8-10टा डाक्तर प्रेस्क्रिप्शन देखुची मु जानी नहीं मु सबू औषध जानी से माने किसी जानती नहीं आपण डाक्तर को देखातु सी बयस अनुसार ओजन अनुसार रोग अनुसार आपन को औषध देवे से मात्रा औषध खाइबे ताले आपन छुआ भल हो आ थंडा सर्दी होती माने नुह जे इन्फेक्शन नाकरू पानी गड़ुची कि अन्य किसी जिनस हो डाक्तर को देखातु से देखिक आपको उपदेश देवे निजे मन इच्छा किसी औषध खाइबे नहीं शीत दिने माँ को पचारे माँ लो तू छुआ को गाधौचु ना हाँ गाधेबी ना केमी गाधौचु गरम पानी गाधौची थंडा पानी जहाँ हो आम देहरे तो जाऊनी छुआ देहरे कौन जी बाबा गरम गरम फुटा पानी आनिक ढाली दौची बाल्टी अरे गाधे दे तू हाथ बुड़े केवे देखीचु ना ना मन नहीं था अति गरम पानी अति ये जदि गाधेबे छुआ देहरे फोटका हो पारे बर्न जहाँ लक्षण गरम पानी रे जदि फोटका हम से तेणु से चिकित्सा करा पड़ो केबे एमती गाधातु नहीं हाथ सही पारा बेले जदि पानी रखिए भल किंबा आपणकर जो पानी अच्छी ता पानी से पानी को घर भितर टिके रखी दिंतु से उषुम हो जो उषुम पानी गाधे देवे छुआ गाधेब केबे अति ठंडा अति गरम पानी रे गाधातु नहीं।